31 ଜାନୁଆରୀ 1962 ମସିହାରେ ମୟୂରଭଞ୍ଜର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିବା ଆମର ଅଲିଉଡ୍ ଇଣ୍ଡଷ୍ଟ୍ରିରେ ଆପଣମାନଙ୍କର ପ୍ରିୟ ଅଭିନେତ୍ରୀ ଟିକି ଅପା ବର୍ତ୍ତମାନ ସମୟରେ ତାଙ୍କର ବୟସ ଯାଇ ପହଞ୍ଚିଛି 64 ବର୍ଷ। ଆଜି ଆମେ ଜାଣିବା ଯେ ସେ ଟିକି ଅପାଙ୍କର ଘର ପରିବାର ତାଙ୍କର ପର୍ସନାଲ ଲାଇଫ୍ ସମ୍ପର୍କରେ ତାଙ୍କ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି, ବିଶେଷ କରି ତାଙ୍କର ସମୁଦାୟ ସମ୍ପତ୍ତି କେତେ, ବର୍ତ୍ତମାନ ସମୟରେ ତାଙ୍କ ପାଖରେ କେତେ କୋଟିର ପ୍ରପର୍ଟି ରହିଛି। ନିକଟରେ ବାବୁସାନ ମହାନ୍ତି ମଧ୍ୟ ରେଞ୍ଜ ରୋଭର କିଣିଛନ୍ତି ଯାହାର ମୂଲ୍ୟ ପାଖାପାଖି 2 କୋଟି। ତେବେ ଟିକି ଅପାଙ୍କ ପାଖରେ କେତେ କୋଟିର ସମ୍ପତ୍ତି ରହିଛି, ପରିବାରରେ କିଏ ସବୁ ସଦସ୍ୟ ଅଛନ୍ତି, ତା ସହିତ ସଂଘର୍ଷମୟ ଜୀବନ କାହାଣୀ ସବୁକିଛି ଡିଟେଲ୍ସରେ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଏହି ଭିଡ଼ିଓ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେଉଁମାନେ ପ୍ରକୃତରେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଟିକି ଅପାଙ୍କୁ ବେଶ ପସନ୍ଦ କରନ୍ତି, ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ତାଙ୍କର କେଉଁ ଚଳଚ୍ଚିତ୍ର ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ ଆସେ। ତାହେଲେ ଦର୍ଶକ ବନ୍ଧୁ, ଆମର ଅଲିଉଡ୍ ଇଣ୍ଡଷ୍ଟ୍ରିରେ ଆପଣମାନଙ୍କର ପ୍ରିୟ ଅଭିନେତ୍ରୀ, ଆପଣମାନଙ୍କର ପ୍ରିୟ ଅଲିଉଡ୍ ନାୟିକା ଟିକି ଅପା ଅପରାଜିତା ମହାନ୍ତି ବର୍ତ୍ତମାନ ସମୟରେ ସେ ଏତେଟା ଚଳଚ୍ଚିତ୍ରରେ କାମ କରୁନାହାନ୍ତି। ନିକଟରେ ତାଙ୍କର ଅଭିନୀତ ବୋଉ ବୁଟୁ ଭୂତ ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିଲା। ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ବେଶ ପସନ୍ଦ କରିଥିଲେ ଏବଂ ଯେଉଁ ଚଳଚ୍ଚିତ୍ର କି ବର୍ତ୍ତମାନ ସମୟରେ ଅଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଏକ ଇତିହାସ ରଚି ସାରିଛି, 2 କୋଟିରୁ ବି ଅଧିକ କଲେକ୍ସନ୍ କରିଛି। ତା ସହିତ ଆପଣମାନଙ୍କର ଟିକି ଅପା ଯିଏକି 1980 ମସିହାରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ତେବେ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ତାଙ୍କର ସମ୍ପତ୍ତି ସମ୍ପର୍କରେ, ପରିବାର ସମ୍ପର୍କରେ ଜାଣିବେ, କିନ୍ତୁ ତା ପୂର୍ବରୁ ଆପଣମାନେ ପ୍ରଥମେ ଟିକି ଅପାଙ୍କ ସମ୍ପର୍କରେ କିଛିଟା ସଂକ୍ଷିପ୍ତ ତଥ୍ୟ ଜାଣି ରଖନ୍ତୁ। ଟିକି ଅପା ଆପଣମାନଙ୍କର ପ୍ରିୟ ଅପରାଜିତା ମହାନ୍ତି 31 ଜାନୁଆରୀ 1962 ମସିହାରେ ମୟୂରଭଞ୍ଜର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସମୟରେ ତାଙ୍କର ବୟସ ଯାଇ ପହଞ୍ଚିଛି 64 ବର୍ଷ। ଅପରାଜିତା ମହାନ୍ତି ଉତ୍ତମ ମହାନ୍ତିଙ୍କୁ ବିବାହ କରିଥିଲେ। ଉତ୍ତମ ମହାନ୍ତିଙ୍କୁ 1987 ମସିହାରେ ବିବାହ କରିଥିଲେ। ଅପରାଜିତାଙ୍କର ବାପାଙ୍କ ନାଁ ରହିଛି ଅବଦୁଲ আজিଜ ଖାନ୍ ଆଉ ମାଆଙ୍କ ନାଁ ରହିଛି ହରପ୍ରିୟା ରାୟ। ଅପରାଜିତାଙ୍କର ବାପା ଥିଲେ ଜଣେ ମୁସଲମାନ ଆଉ ମାଆ ଥିଲେ ଜଣେ ହିନ୍ଦୁ, ସେଥିପାଇଁ ସେ ଉଭୟ ଧର୍ମକୁ ସମ୍ମାନ ଦିଅନ୍ତି ଏବଂ ଅପରାଜିତା ଉତ୍ତମ ମହାନ୍ତିଙ୍କ ଘରର ବୋହୂ ବନିଥିଲେ ଏବଂ ହିନ୍ଦୁ ଘରର ବୋହୂ ବନିଥିଲେ ଏବଂ ସେ ମଧ୍ୟ ପ୍ରତ୍ୟେକ ସମୟରେ କହନ୍ତି ଯେ ସେ ଉଭୟ ହିନ୍ଦୁ ଏବଂ ମୁସଲିମ ଧର୍ମକୁ ସମ୍ମାନ ଦିଅନ୍ତି। ତେବେ ଦର୍ଶକ ବନ୍ଧୁ, ଅପରାଜିତା ମହାନ୍ତି ଇଟିଭି ପ୍ରିୟ ଆୱାର୍ଡ଼ 2009 ମସିହାରେ, ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ଼ 1982 ମସିହାରେ ମଧ୍ୟ ପାଇଛନ୍ତି। ତା ସହିତ ନିଜ କ୍ୟାରିୟରରେ ମଧ୍ୟ ଅନେକ ଗୁଡ଼ିଏ ଚଳଚ୍ଚିତ୍ର ପାଇଁ ସଫଳତା ହାସଲ କରିଛନ୍ତି। ସେ ନିଜର କ୍ୟାରିୟରରେ ପାଖାପାଖି 100ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। ସେ ମଧ୍ୟ ରାଜନୀତିରେ ମଧ୍ୟ ଅଂଶବିଶେଷ ହୋଇଛନ୍ତି। ବର୍ତ୍ତମାନ ସମୟରେ ଯଦି ଜାଣିଥିବେ, ନିକଟରେ ଉତ୍ତମ ମହାନ୍ତି 2025 ମସିହାରେ ଏ ଦୁନିଆକୁ ଅଲବିଦା କହି ଆରପାରିକୁ ଚାଲି ଯାଇଥିଲେ ଏବଂ ଉତ୍ତମ ମହାନ୍ତି ଛାଡ଼ି ଯିବା ପରେ ସେ ମଧ୍ୟ ଏତେଟା ଫିଲ୍ମରେ କାମ କରୁନାହାନ୍ତି। ଆପଣମାନେ ଦେଖିଥିବେ, ଉତ୍ତମ ମହାନ୍ତିଙ୍କ ପରେ ଅପରାଜିତାଙ୍କର କେବଳ ଗୋଟିଏ ଚଳଚ୍ଚିତ୍ର ଆସିଛି ଯେଉଁଟାକି ପୂର୍ବ ସୁଟିଂ ସରିଥିଲା। ତା ସହିତ ଆପଣମାନେ ଯଦି ଦେଖିବେ, ଆପଣମାନଙ୍କର ପ୍ରିୟର ଟିକି ଅପା ଅନେକ ସମୟ ମଧ୍ୟ ରାଜନୀତିରେ ଆକ୍ଟିଭ୍ ରହିଛନ୍ତି। ସେ ନିଜ କ୍ୟାରିୟରରେ ଅନେକ ଗୁଡ଼ିଏ ଆୱାର୍ଡ଼ ମଧ୍ୟ ହାସଲ କରିଛନ୍ତି। ତା ସହିତ ଫିଲ୍ମ ପାଇଁ ମଧ୍ୟ ସୀତା ଲଭକୁଶ, ଦଣ୍ଡା ବାଳୁଙ୍ଗା, ଅସ୍ତରଙ୍ଗ, ଫୁଲ ଚନ୍ଦନ ଏମିତି ପାଖାପାଖି 100ରୁ ଅଧିକ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ତେବେ ଆପଣମାନଙ୍କୁ ତାଙ୍କର କେଉଁ ଚଳଚ୍ଚିତ୍ର ସବୁଠୁ ବେଶୀ ପସନ୍ଦ ଆସେ, ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖିବେ। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ତାଙ୍କର ସମୁଦାୟ ସମ୍ପତ୍ତି କେତେ। ଦର୍ଶକ ବନ୍ଧୁ, ଟିକି ଅପା ଆପଣମାନଙ୍କର ପ୍ରିୟର ଅପରାଜିତା ମହାନ୍ତିଙ୍କର ଆଲିସାନ ଘର ଆପଣଙ୍କ ଦେଖିପାରୁଥିବେ କି ତାଙ୍କର ଆଲିସାନ ଘର, ତା ସହିତ ନିକଟରେ ବାବୁସାନ ମହାନ୍ତି ମଧ୍ୟ ରେଞ୍ଜ ରୋଭର କିଣିଛନ୍ତି ଯେଉଁ କାରର ମୂଲ୍ୟ ପାଖାପାଖି 2 କୋଟି। ତା ସହିତ ପୂର୍ବରୁ ମଧ୍ୟ ତାଙ୍କ ପାଖରେ ଫର୍ଚୁନର ମଧ୍ୟ ରହିଛି, ତା ସହିତ 2-3ଟି କାର୍ ମଧ୍ୟ ରହିଛି। ତା ସହିତ ମଧ୍ୟ ଭୁବନେଶ୍ୱରରେ ଆଲିସାନ ବଙ୍ଗଲା ରହିଛି। ଅପରାଜିତା ମହାନ୍ତି ଯଦି ଦେଖିବେ, ସେ ମଧ୍ୟ ଅନେକ ଗୁଡ଼ିଏ ଫିଲ୍ମ ପାଇଁ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରିଥାନ୍ତି ଏବଂ ବର୍ତ୍ତମାନ ସମୟରେ ଯେହେତୁ ତାରା ଫିଲ୍ମରେ ନଜର ଆସୁନାହାନ୍ତି, ତାଙ୍କର ସମ୍ପତ୍ତି କହିଲେ ତାଙ୍କର ଗୁଗୁଲ ୱିକିପିଡ଼ିଆ ରିପୋର୍ଟ ମୁତାବକ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପାଖାପାଖି 10 କୋଟିରୁ ଅଧିକ ରହିଛି।